ସର୍ବପ୍ରଥମେ ଆପଣମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରେମର ନମସ୍କାର ଜଣାଏ। ନମସ୍କାର, ପ୍ରେଜ୍ ଦ ଲର୍ଡ। ଆଜି ଆମେ ରୋମିଓ ପୁସ୍ତକ 2 ପର୍ବ ତାର 28-29 ପଦକୁ ପଢ଼ିବା ଏବଂ ସେହି ଜାଗାର ବା ସେହି ଜାଗାରେ କ'ଣ ଲେଖା ହେଇଛି ଅଳ୍ପ ସମୟ ଆମମାନେ ଆଲୋଚନା କରିବା। ଅଳ୍ପ ସମୟ ତାହାକୁ ଟିକେ ଭାଙ୍ଗିବା ପାଇଁ ମୁଁ ଚେଷ୍ଟା କରିବି। ଆପଣମାନେ ମଧ୍ୟ ପ୍ରତ୍ୟେକ ବୁଝିବା ପାଇଁ ଚେଷ୍ଟା କରିବେ। ଆସ ଆମମାନେ ତାହା ଆଲୋଚନା କରିବା ପୂର୍ବରୁ ପଢ଼ିବା। କାରଣ ବାହାରେ ଯେ ଜିହୁଦୀ ସେ ଜିହୁଦୀ ନୁହେଁ, କିମ୍ବା ବାହାର ଶରୀରରେ ଯେ ସୁନ୍ନତ ତାହା ସୁନ୍ନତ ନୁହେଁ, କିନ୍ତୁ ଅନ୍ତରରେ ଯେ ଜିହୁଦୀ ସେ ଜିହୁଦୀ, ପୁଣି ଆକ୍ଷରିକ ଭାବରେ ନୁହେଁ ମାତ୍ର ଆତ୍ମିକ ଭାବରେ। ହୃଦୟରେ ଯେ ସୁନ୍ନତ ତାହା ପ୍ରକୃତ ସୁନ୍ନତ। ଏପରି ଲୋକ ମନୁଷ୍ୟମାନଙ୍କ ଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ହୁଏ। କିନ୍ତୁ ସେମାନଙ୍କୁ ପ୍ରଭୁ କହୁଛନ୍ତି ଯେ ତମେ ବାହାରେ ଜିହୁଦୀ ହେଲେ ହେବ ନାହିଁ, ତମେ ଅନ୍ତରରେ ଜିହୁଦୀ ହେବା ଦରକାର। ତମେ ଯେ ସୁନତି ବାହାରେ ହେବା ଦରକାର ନାହିଁ, ବାହାରେ ଯେ ସୁନତ ହେଲେ ହେବ ନାହିଁ, ତମେ ଅନ୍ତରରେ ସୁନତ ହେଲେ ଭଲ ହେବ ବୋଲି ପାଉଲ ରୋମିଓ ମଣ୍ଡଳୀରେ ଚିଠି ଲେଖୁଛନ୍ତି। ଆଉ ତମେ ଅନ୍ତରରେ ଜିହୁଦୀ ହେଲେ ଆଉ ଅନ୍ତରରେ ସୁନତ ହେଲେ ଭଲ ହେବ ଏବଂ ଈଶ୍ୱରଙ୍କର ପ୍ରିୟ ଲୋକ ହେବ ବୋଲି ସେ କହୁଛନ୍ତି। ଏହି ସ୍ଥାନରେ ଆମେ ତ ଜିହୁଦୀ କିମ୍ବା ସୁନତ ଆମେ ହେଉନାହୁଁ, କିନ୍ତୁ ଆମମାନଙ୍କ ପାଇଁ ସ୍ଥାନରେ ଶିକ୍ଷା ଅଛି। ଆମେ ବାହାରେ ଖାଲି ଖ୍ରୀଷ୍ଟିଆନ ହେବା ନାହିଁ। ଆମେ ଖ୍ରୀଷ୍ଟିଆନ ବୋଲି ଆମେ ଦେଖେଇ ହେଉଛୁ, ଆମେ ଖ୍ରୀଷ୍ଟିଆନ ବୋଲି କହୁଛୁ, କିନ୍ତୁ ଖ୍ରୀଷ୍ଟଙ୍କର ଗୁଣ ଗୋଟେ ବି ନାହିଁ। ଆମେ ଖ୍ରୀଷ୍ଟିଆନ ବୋଲି ଏଇଠି ସେଠି ସବୁ ରେସିଡେଣ୍ଟ ବାହାର କଲେ ତମେ କ'ଣ? ନାଇଁ ଖ୍ରୀଷ୍ଟିଆନ। ସାର୍ଟିଫିକେଟ ବାହାର କଲେ ତମେ କ'ଣ? ତମର ଧର୍ମ କ'ଣ? ନାଇଁ ଖ୍ରୀଷ୍ଟିଆନ। ଜଣେ ଯଦି ଆମେ ଯାଉଥିବା ସେ ପଚାରିବ ତମେ କୋଉ ଧର୍ମରେ ଅଛ? ଭାଇ, ନାଇଁ ଖ୍ରୀଷ୍ଟିଆନ। ସବୁ ଆମେ ଖ୍ରୀଷ୍ଟିଆନ ବୋଲି କହୁଥିବା, କିନ୍ତୁ ଖ୍ରୀଷ୍ଟଙ୍କର ଗୁଣ ଗୋଟେ ବି ଆମ ଜୀବନରେ ନାହିଁ। ତେଣୁ ସେ କଥା ହିଁ ପାଉଲ କହୁଛନ୍ତି, ତମେ ବାହାରେ ଜିହୁଦୀ ହେଲେ କିଛି ଲାଭ ନାହିଁ, ଅନ୍ତରରେ ଜିହୁଦୀ ହେବା ଦରକାର। ସେଇ କଥା ହିଁ ପାଉଲ ରୋମିଓ ମାନଙ୍କୁ କହୁଥିଲେ, ତମେ ବାହାରେ ସୁନତ ବିଧି ହେଇକି ଆମେ ସୁନତ ହେଇଛୁ ବୋଲି ଦେଖେଇ ହେଉଛ, ବାହାରେ ସୁନତ ହେଲେ ହେବ ନାହିଁ, ତମେ ଅନ୍ତରରେ ସୁନତ ହେବା ଦରକାର। ଠିକ ସେ ପ୍ରକାର ଆମମାନେ ବାହାରେ ଖ୍ରୀଷ୍ଟିଆନ ବୋଲି କହିଲେ କିଛି ଲାଭ ନାହିଁ। ତମେ ଭାବୁଛ ଖ୍ରୀଷ୍ଟିଆନ ବୋଲି, ଠିକ ଅଛି, କିନ୍ତୁ ତାଙ୍କର ଗୁଣ ତମ ପାଖରେ ଅଛି କି? ଖ୍ରୀଷ୍ଟଙ୍କର ସ୍ୱଭାବ ଆମ ପାଖରେ ରହିବା ଦରକାର। ତେବେ ଖ୍ରୀଷ୍ଟଙ୍କର ସ୍ୱଭାବ କ'ଣ? ଆମେ ପରସ୍ପରକୁ ପ୍ରେମ କରିବା। ତାହା ବି ଆମେ ପ୍ରେମ କରୁଛୁ ସତ କଥା, କିନ୍ତୁ ତାଙ୍କ ଠାରୁ କିଛି ପାଇବା ଆଶାରେ ପ୍ରେମ କରୁ, ତାଙ୍କୁ ଭଲ ପାଉ। ନିଃସ୍ୱାର୍ଥପର ଭାବରେ ଅନ୍ୟକୁ ପ୍ରେମ କରିବା। ଖ୍ରୀଷ୍ଟ ଏମିତି ହିଁ କରୁଥିଲେ। ଖ୍ରୀଷ୍ଟ କାହାଠାରୁ କିଛି ପାଇବା ଆଶାରେ ଆସିନଥିଲେ। ସେ କାହାକୁ ପ୍ରେମ କରୁଥିଲେ କାହାଠୁ ପାଇବା ଆଶାରେ ନୁହେଁ, କିନ୍ତୁ ତାଙ୍କୁ ସେ କ'ଣ କରୁଥିଲେ? ଯାହାକୁ ସେ ପ୍ରେମ କରୁଥିଲେ ତାଙ୍କୁ ସେ ଦେବା ପାଇଁ ପ୍ରେମ। କ'ଣ ଦେବା ପାଇଁ? ଅନନ୍ତ ଜୀବନ ପାଇଁ। ତାଙ୍କ ପାଇଁ ଜୀବନ ଦେବେ ସେ। ଆମେ କହୁଛୁ ପ୍ରେମ କରୁଛୁ ବୋଲି, କିନ୍ତୁ ପ୍ରେମ ଆମେ ହୃଦୟରୁ କରୁନୁ। ଆମେ ଦେଖେଇ ହେଉଛୁ ଯେ ଆମେ ପ୍ରେମ କରୁଛୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଯଦି ଖ୍ରୀଷ୍ଟିଆନ ଅଟନ୍ତି, ଆପଣ ଯଦି ଖ୍ରୀଷ୍ଟଙ୍କର ଅଟନ୍ତି, ତେବେ ଖ୍ରୀଷ୍ଟଙ୍କର ସ୍ୱଭାବ ଆପଣଙ୍କ ଜୀବନରେ ରହିବା ଦରକାର। ତେବେ ଖ୍ରୀଷ୍ଟଙ୍କର ସ୍ୱଭାବ ଆଉ ଗୋଟେ କ'ଣ? ସେ ଆପଣା ଭାଇକୁ ପ୍ରେମ କରିବ, ସାହି ପଡ଼ିଶାକୁ ପ୍ରେମ କରିବ, ସେ ଈଶ୍ୱରଙ୍କର ପ୍ରତ୍ୟେକ କଥାକୁ ସେ ମାନିବ। କାରଣ ସେ ଖ୍ରୀଷ୍ଟଙ୍କର ସନ୍ତାନ ହେଇଥିବାରୁ ସେ ଖ୍ରୀଷ୍ଟଙ୍କର କଥାକୁ ସେ ମାନିବ। ଯଦି ଖ୍ରୀଷ୍ଟଙ୍କର ସନ୍ତାନ ହେଇନାହିଁ, ତେବେ ସେ ଖ୍ରୀଷ୍ଟଙ୍କର କଥା ମାନିବ କି ପ୍ରକାର? ସେ ବାସ୍ତବରେ ଆମ ହୃଦୟରେ ରହିବା ପାଇଁ ଚାହାନ୍ତି। ପ୍ରିୟମାନେ, ଆମେ ଯଦି ଖ୍ରୀଷ୍ଟଙ୍କର, ତେବେ ଖ୍ରୀଷ୍ଟଙ୍କର ସବୁ ଗୁଣକୁ ରହିବା ଦରକାର। 100 ନହେଲେ ବି 75%
ବା 75 ଭାଗ ଆମମାନଙ୍କୁ ତାଙ୍କର ଗୁଣ ରହିବା ଦରକାର। ଆମ ପାଖରେ ତ ଆଗ ଯେମିତି ରାଗୁଥିଲୁ ଏବେ ବି ସେମିତି ରାଗୁଛୁ। ଆଗ ଯେ ପ୍ରକାର କଳି କରୁଥିଲୁ ଏବେ ବି କଳି କରୁଛୁ। ଆଗ ଯେ ପ୍ରକାର ଲୋଭ ହଉଥିଲା ଆଜି ବି ସେ ଲୋଭ ଅଛି। ଆଗ ଯେ ପ୍ରକାର ଆମେ ମିଥ୍ୟା କଥା କହୁଥିଲୁ ଏବେ ବି ସେ ମିଥ୍ୟା ଚାଲିଛି। ଆଗ ଆମେ ଯେମିତି ମନ୍ଦ ଚିନ୍ତା କରୁଥିଲୁ ଏବେ ବି ସେ ମନ୍ଦ ଚିନ୍ତା କରୁଛୁ। ଆଗ ଯେମିତି ଆମ ଇଚ୍ଛା ଜୀବନ ଯାପନ କାଟୁଥିଲୁ ଏବେ ବି ସେ ଆମ ଇଚ୍ଛା ପ୍ରକାର ଜୀବନ ଯାପନ କାଟୁଛୁ। ଇଚ୍ଛା ହେଲେ ଗିର୍ଜା ଯିବା, ଇଚ୍ଛା ହେଲେ ଗିର୍ଜା ଯିବା ନାହିଁ। ଇଚ୍ଛା ହେଲେ ଜଣକୁ ଉପକାର କରିବା, ଇଚ୍ଛା ନହେଲେ ଉପକାର କରିବା ନାହିଁ। ତେବେ ଖ୍ରୀଷ୍ଟ ଏ ପ୍ରକାର ଅଟନ୍ତି କି? ଆପଣ ଯଦି ଖ୍ରୀଷ୍ଟିଆନ ବୋଲି କହୁଛନ୍ତି ତେବେ ଖ୍ରୀଷ୍ଟଙ୍କର ଗୁଣ ସ୍ୱଭାବ ମୋ ଜୀବନରେ ଏବଂ ଆପଣଙ୍କ ଜୀବନରେ ଯଦି ଅଛି ତେବେ ଆପଣ ନିଜେ ଖ୍ରୀଷ୍ଟିଆନ ବୋଲି କହିବା ଦରକାର ନାହିଁ। ଆପଣଙ୍କୁ ଅନ୍ୟ ଜଣେ ଖ୍ରୀଷ୍ଟିଆନ ବୋଲି କହିବେ ବା ଏ ଜଣେ ଖ୍ରୀଷ୍ଟଙ୍କର ସନ୍ତାନ। ଖ୍ରୀଷ୍ଟିଆନ ଲୋକମାନେ ଏମିତି ହେବା ଦରକାର ବୋଲି ଅନ୍ୟ ଲୋକ କହିବେ, ଯେମିତି ଆନ୍ତିଖିଆ ମଣ୍ଡଳୀକୁ କୁହାଯାଇଥିଲା। ତେଣୁ ଆପଣ ବାହାରେ ଖ୍ରୀଷ୍ଟିଆନ ବୋଲି କୁହନ୍ତୁ ନାହିଁ। ଅନେକ ଅଛନ୍ତି ଆଜି ଆମେ ଖ୍ରୀଷ୍ଟିଆନ ବୋଲି କହି ବୁଲୁଛନ୍ତି, କିନ୍ତୁ ଆପଣ ଖ୍ରୀଷ୍ଟିଆନ ବାହାରେ କୁହନ୍ତୁ କିଛି ପରା ନାହିଁ, କିନ୍ତୁ ବାସ୍ତବରେ ଯେତେବେଳେ ଆପଣ ଖ୍ରୀଷ୍ଟଙ୍କର ସନ୍ତାନ ହେଇଛନ୍ତି, ଅନ୍ତରରେ ଖ୍ରୀଷ୍ଟିଆନ ଅଟନ୍ତି, ସେତେବେଳେ ଖ୍ରୀଷ୍ଟଙ୍କର ଗୁଣ ଆପେ ବାହାରିବ। ଅନ୍ତରରେ ଯଦି ଆପଣ ଖ୍ରୀଷ୍ଟିଆନ ତେବେ ଖ୍ରୀଷ୍ଟଙ୍କର ଗୁଣ ଆପେ ବାହାରିବ, ଆଉ ସମସ୍ତେ ତାହା ଦେଖିବେ ଆଉ ପ୍ରଭୁଙ୍କୁ ଗୌରବ କରିବେ, ମହିମା କରିବେ। ଆଜି ଅନେକ ପ୍ରାୟ ଲୋକ ଅଛନ୍ତି, ଲୋକମାନେ ସମସ୍ତେ ଖ୍ରୀଷ୍ଟିଆନ କିନ୍ତୁ ଖ୍ରୀଷ୍ଟଙ୍କର ଗୁଣ ଦେଖାଯାଉ ନାହିଁ। ଖ୍ରୀଷ୍ଟଙ୍କର ଲକ୍ଷଣ ଦେଖାଯାଉ ନାହିଁ। ଖ୍ରୀଷ୍ଟ କେମିତି ବଞ୍ଚୁଥିଲେ, ଯୀଶୁ ଖ୍ରୀଷ୍ଟ କ'ଣ ଲୋକମାନଙ୍କ ପ୍ରତି ଦେଖାଉଥିଲେ, ଖ୍ରୀଷ୍ଟ ଯୀଶୁ ସେ କ'ଣ କରୁଥିଲେ, ତାହା କେହି ମଧ୍ୟ ପ୍ରକାଶ କରିପାରୁନାହାନ୍ତି। କାରଣ ଅନ୍ତରରେ ଖ୍ରୀଷ୍ଟିଆନ ନାହାନ୍ତି। ସେମାନେ ଖାଲି ବାହାରେ ଖ୍ରୀଷ୍ଟିଆନ। ତେଣୁ ଖ୍ରୀଷ୍ଟଙ୍କର ଚିହ୍ନ, ଖ୍ରୀଷ୍ଟଙ୍କର ଗୁଣ, ଖ୍ରୀଷ୍ଟଙ୍କର ସ୍ୱଭାବ ଦେଖାଯାଉ ନାହିଁ। ତେଣୁ ଆପଣ ପ୍ରତ୍ୟେକ ଅନ୍ତରରେ ଖ୍ରୀଷ୍ଟିଆନ ହୁଅନ୍ତୁ, ଅନ୍ତରରେ ଖ୍ରୀଷ୍ଟଙ୍କୁ ରଖନ୍ତୁ। ଆପଣ ବାହାରେ କୁହନ୍ତୁ ନାହିଁ, ବାହାରେ ଖ୍ରୀଷ୍ଟିଆନ ହେଲେ କିଛି ଲାଭ ନାହିଁ। ଆପଣ ଅନ୍ତରରେ ଖ୍ରୀଷ୍ଟଙ୍କର ସନ୍ତାନ ହୁଅନ୍ତୁ, ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତୁ, ଅନ୍ତରରେ ଖ୍ରୀଷ୍ଟିଆନ ହୁଅନ୍ତୁ, ତେବେ ଖ୍ରୀଷ୍ଟଙ୍କର ଗୁଣ ବାହାରିବ। ଆଲୋଚନାରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।